ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଶିକ୍ଷାଗୋଷ୍ଠୀ ଉନ୍ନୟନ ଅନ୍ତର୍ଗତ କନ୍ଧପଡ଼ା ଗ୍ରାମ ପଞ୍ଚାୟତର ବରାଡ଼ାକଟା ଗ୍ରାମର ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ ବରଡ଼ାକଟାର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ବେହେରାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା କମିଟି ସଭାପତି କପିଳେଶ୍ୱର ରଣା, ମୁଖ୍ୟ ଅତିଥି ଭାବେ ତ୍ରିଲୋଚନ ମେହେର, ସନ୍ତୋଷ କୁମାର ଧଳ, ବୀରବର ଡାଙ୍ଗୋ, ହରମୋହନ ସାହୁ ଓ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ବେହେରାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମୁଖ୍ୟ ବକ୍ତା ଭାବରେ ଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଗିରି ମଞ୍ଚାସୀନ କରିଥିଲେ। ପୂର୍ବରୁ ବିଦାୟ ନେଇଥିବା ଶିକ୍ଷକ ଆଦିତ୍ୟ ପ୍ରସାଦ ପଣ୍ଡା ଓ ପ୍ରଦୀପ ପାଢ଼ୀଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ପୂର୍ବତନ ଛାତ୍ର ସଂସଦର ପ୍ରତାପ ମେହେର ସଭା ପରିଚାଳନା କରିଥିଲେ। ଛାତ୍ର ଗଗନ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ର ସଂସଦର ଛାତ୍ର ଶରତ ଚିରଗୁଣି, ପ୍ରଦୀପ ମେହେର, ଗୌତମ ମେଣ୍ଡୁଲି, ପ୍ରତାପ ଖମାରୀ, ସୁନୀଲ ମେହେର, ସ୍ୱାଧୀନ ଖଣ୍ଡଗିରି, ପ୍ରତାପ ମେହେର ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ। ଆଠମଲ୍ଲିକରୁ ସୁମନ ବଡ଼ମାଳୀଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।